ବିଜେଡିର ଜନସମ୍ପର୍କ ପଦଯାତ୍ରା ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱର 91 ନିର୍ବାଚନ ମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି। ପଦଯାତ୍ରା ଆରମ୍ଭରୁ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମିଛ କହି ବିଜେପି କ୍ଷମତାକୁ ଆସିଛି। ପଦଯାତ୍ରାରେ ବିଜେପି ସରକାରକୁ ନିଶାନା କରିଛନ୍ତି ନବୀନ। ସେମାନେ BSKY ନାଁ ବଦଳାଇଛନ୍ତି। ଲୋକେ ସବୁ ଜାଣନ୍ତି। 300 ୟୁନିଟ୍ ମାଗଣା ବିଜୁଳି, 3000 ଭତ୍ତା ଦେବେ ବୋଲି କହିଥିଲେ। ମା'ମାନଙ୍କୁ 50,000 ଦେବେ ବୋଲି କହିଥିଲେ। କେତେ ଜଣ ପାଇଲେଣି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ନବୀନ କହିଛନ୍ତି ଏ ସରକାର ଉପରେ ଲୋକଙ୍କ ଭରସା ନାହିଁ। ଲୋକେ ମିଛ ଜାଣିଲେଣି। ମିଛ କହି ନିର୍ବାଚନ ଜିତିପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତିପାରିବେନି। ବିଜେପି ଠାରୁ ବିଜେଡି ଅଧିକ ଭୋଟ ପାଇଛି। ଆମେ ଲୋକଙ୍କ ହୃଦୟରେ ଅଛୁ। ସରକାରୀ କର୍ମଚାରୀ ରାଜଭବନରେ ବି ସୁରକ୍ଷିତ ନୁହନ୍ତି। ମୁଁ କ୍ଷମତାରେ ଥାଏ ବା ନଥାଏ, ଲୋକସେବା ଜାରି ରହିବ ବୋଲି ନବୀନ କହିଛନ୍ତି।